ଅଲ୍ ଓଡ଼ିଶା ମେକାନିକାଲ ମହାସଂଘର କର୍ମଶାଳା ଅନୁଷ୍ଠିତ। ଅଲ୍ ଓଡ଼ିଶା ମେକାନିକାଲ ମହାସଂଘର ରାଜ୍ୟସ୍ତରୀୟ କୋର୍ କମିଟି ବୈଠକ ମଙ୍ଗୁଳି ଛକ ନିକଟସ୍ଥ ମା ବ୍ରାହ୍ମଣୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଓଡ଼ିଶାର 30ଟି ଜିଲ୍ଲାରେ ମହାସଂଘର ସାଂଗଠନିକ ଦକ୍ଷତା ବିକାଶ କରିବାର କାର୍ଯ୍ୟକ୍ରମ ରଖାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର 30ଟି ଜିଲ୍ଲାକୁ 6 ଗୋଟି ଜୋନ୍ରେ ବିଭକ୍ତ କରାଯାଇ ପ୍ରତି ଜୋନ୍ 5 ଗୋଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା। ଏହି 6 ଗୋଟି ଜୋନ୍ ଓଡ଼ିଶାର 30ଟି ଜିଲ୍ଲାର ସାଂଗଠନିକ ଦାୟିତ୍ୱ ନିର୍ବାହ କରିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଓକିଲ ଶ୍ରୀଯୁକ୍ତ ବିଜୟ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀଯୁକ୍ତ ବିକାଶ ମହାକୁଡ଼ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅରକ୍ଷିତ ରାଉଳ, ସାଧାରଣ ସମ୍ପାଦକ ଆଲମ ଖାଁ, ମୁଖ୍ୟ ଉପଦେଷ୍ଟା ଜହର ଅଲି ଖାନ୍, ରାଜା ବାବୁ ତଥା 22ଟି ଜିଲ୍ଲାର ଜିଲ୍ଲା ମେକାନିକାଲ ସଂଘର ଆଖଥାଳିର କର୍ମକର୍ତ୍ତାମାନଙ୍କ ସମେତ 30ରୁ ଊର୍ଦ୍ଧ୍ୱ ମୁରବୀ ପ୍ରମୁଖ ଯୋଗଦାନ କରି ବୈଠକକୁ ସଫଳ ରୂପାୟନ କରିଥିଲେ। କଟକରୁ ଅଫସର ଅଲିଙ୍କ ରିପୋର୍ଟ, ଆୱାଜ ଓଡ଼ିଶା। ଭିତରେ ଗତି କରୁଛି ୟାକୁ ଆମେ ଆହୁରି ବହୁତ ଜୋରରେ ୟାକୁ ଗତିଶୀଳ ନେଇକି ଯିବା ଏବଂ ଆମେ ଆମର କିଛି ସମୟ ଯେତିକି ସମୟ ଦଉଛନ୍ତି ଆଉ କିଛି ସମୟ ଦେଇ ଏ ମହାସଂଘକୁ ଆଗକୁ ନବା ଏବଂ ମୁଁ ଧନ୍ୟବାଦ ଦେବି ଆମର ଅର୍କିତ ରାଉଳ ଯୋଉ ସଭାପତି ଆମେ ବାଛିଦେଲେ ସେ ତାଙ୍କର ଯାହା ସବୁ କହିଥିଲେ ସେ ସବୁ କରିକି ଆମର ସଂଘ ଆଜି ଗୋଟେ ସ୍ତରରେ ଆସିକି ପହଞ୍ଚିଲାଣି। ଆଗାମୀ ପର୍ଯ୍ୟାୟରେ ଆଉ ଯେତେ ଯୋଉଠି ସବୁ ଜିଲ୍ଲା ଆଉ ଅଛନ୍ତି ବର୍ତ୍ତମାନ ଆମର ଯୋଉ 2-3ଟା ଜିଲ୍ଲା ଆଉ ଅଛନ୍ତି କି ଆସିନାହାନ୍ତି ତାଙ୍କୁ ଆମେ କେମିତି କଭରେଜ କରିବା, କଭରେଜ କରି ଇଏ ମହାସଂଘ ଯେମିତି ଆଗାମୀ ଦିନରେ ଆମର ବିକାଶ ଭାଇ କହିଲେ ଡ୍ରାଇଭର ମହାସଂଘ ବା ଟ୍ରକ୍ ମାଲିକ ମହାସଂଘ ଯେତେ ସବୁ